ଆଜି ହେଉଛି 28 ସେପ୍ଟେମ୍ବର 2025 ରବିବାର। ଆଜିର ପାଣିପାଗ ଅପଡେଟ୍ ଆସିସାରିଛି। ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟରେ 10ଟି ଜିଲ୍ଲାରେ ଭଲ ବର୍ଷା ଏବଂ 20ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ସାରା ରାଜ୍ୟକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ଅକ୍ଟୋବର 1ରୁ ଆସୁଛି ଆଉ ଏକ ଲଘୁଚାପ। ସାରା ରାଜ୍ୟରେ ଭଲ ବର୍ଷା। ଆଜି ଯେଉଁ 10ଟି ଜିଲ୍ଲାକୁ ଭଲ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି, ଏହି 10ଟି ଜିଲ୍ଲାରେ 7 ସେଣ୍ଟିମିଟରରୁ 11 ସେଣ୍ଟିମିଟର ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ତା ସହିତ 30ରୁ 40 କିମି ବେଗରେ ପବନ ବହିବ ଏବଂ ଆଉ 20ଟି ଜିଲ୍ଲାରେ ସାମାନ୍ୟ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ଏବଂ ପାଗ ମେଘୁଆ ରଖିବ। ତା ସହିତ ଏହି ଜିଲ୍ଲାମାନଙ୍କୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରିଛି। କେଉଁ 10ଟି ଜିଲ୍ଲାରେ ଭଲ ବର୍ଷା ଏବଂ କେଉଁ 20ଟି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଏବଂ କେତେ ଦିନ ଧରି ବର୍ଷା ଲାଗି ରହିବ ଏବଂ କେବେଠାରୁ ଆଉ ଏକ ଲଘୁଚାପ ସୃଷ୍ଟି ହେବ ଜାଣିବା ପୂର୍ବରୁ ଚ୍ୟାନେଲକୁ ନୂଆ କରି ଆସିଥିଲେ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଲାଇକ୍ କରନ୍ତୁ। ଅକ୍ଟୋବର 1ରୁ ଆସୁଛି ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପୂର୍ବ ଅନୁମାନ କରିଛି ପାଣିପାଗ ବିଭାଗ। ମଧ୍ୟମ ଧରଣର ବର୍ଷା ହେବା 20ଟି ଜିଲ୍ଲା ହେଉଛି କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ବୌଦ୍ଧ, ସୋନପୁର, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ଦେଓଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଭଦ୍ରକ, ବାଲେଶ୍ୱର, କଟକ। ଏବଂ ଭଲ ବର୍ଷା ଯେଉଁ 10ଟି ଜିଲ୍ଲା ହେଉଛି ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ। ଆଜି ପାଇଁ ଏତିକି। ରହିଲି, ଧନ୍ୟବାଦ।